ମଣିଷ ଶରୀରର ପ୍ରାଣ ବାହାରିବା ପାଇଁ 10ଟି ଦ୍ୱାର। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନଙ୍କୁ ବୁଝାଇଛନ୍ତି, ମନୁଷ୍ୟ ଶରୀର ହେଉଛି ସବୁଠାରୁ ଦୁର୍ଲଭ। ମନୁଷ୍ୟ ଶରୀର ପାଇବା ପାଇଁ ଅନେକ ଜୀବ କୋଟି କୋଟି ଜନ୍ମ ତପସ୍ୟା କରିଥାନ୍ତି। ମନୁଷ୍ୟ ଜନ୍ମ ସହିତ ନିଜର ମୃତ୍ୟୁକୁ ନେଇ ଜନ୍ମଗ୍ରହଣ କରିଥାଏ। ମୃତ୍ୟୁ ଅବଶ୍ୟମ୍ଭାବୀ। ମଣିଷର ମେରୁଦଣ୍ଡ ଭୂମି ସହିତ ଲମ୍ବ ହୋଇଥାଏ। ତେଣୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ମନୁଷ୍ୟ ଶରୀରରେ କୁଣ୍ଡଳିନୀ ଶକ୍ତିର ଜାଗରଣ ହୋଇଥାଏ। ତେଣୁ କୁହାଯାଇଛି, ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ନିଜର କର୍ମ, ଜ୍ଞାନ, ଧର୍ମ ଏବଂ ତପସ୍ୟା ଦ୍ୱାରା ନିଜର ପ୍ରାଣଶକ୍ତିକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ନିଜର ଆୟୁଷ୍ୟକୁ ନିୟନ୍ତ୍ରଣ କରି ସେ ଆତ୍ମାକୁ ଈଶ୍ୱରଙ୍କ ପାଖକୁ ପଠାଇବା ପାଇଁ ପ୍ରସ୍ତୁତି କରିଥାଏ। ପ୍ରତ୍ୟେକ ପ୍ରାଣୀ ନିଜର ଶରୀର ମାଧ୍ୟମରେ ପରମାତ୍ମାଙ୍କର ଅଂଶ ଆତ୍ମାକୁ ନିଜ ଭିତରେ ଜାବୁଡ଼ି ଧରି ରଖିଛନ୍ତି। ଯେତେବେଳେ ଏହି ଶରୀର ଆତ୍ମାକୁ ଧରି ରଖିବା ପାଇଁ ଅଯୋଗ୍ୟ ହୋଇଯାଏ, ସେହି ସମୟରେ ଆତ୍ମା ଶରୀରକୁ ଛାଡ଼ି ଚାଲିଯାଏ ଏବଂ ପୁଣି ଏକ ଶରୀର ସନ୍ଧାନରେ ବାହାରିଯାଏ, ଅର୍ଥାତ୍ ପୁନର୍ଜନ୍ମ ଲାଭ କରିବା ପାଇଁ ଚେଷ୍ଟା କରିଥାଏ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ବାସାଂସି ଜୀର୍ଣାନି ଯଥା ବିହାୟ ନବାନି ଗୃହଣାତି ନରୋପରାଣି ତଥା ଶରୀରାଣି ବିହାୟ ଜୀର୍ଣା ନ୍ୟନ୍ୟାନି ସଂୟାତି ନବାନି ଦେହି। ଅର୍ଥାତ୍ ଯେଉଁଭଳି ଭାବରେ ଗୋଟିଏ ପୋଷାକ ପୁରୁଣା ହୋଇଗଲେ ଆମେ ତାହାକୁ କାଢ଼ି ରଖିଦେଉ ଏବଂ ନୂଆ ପୋଷାକ ପରିଧାନ କରୁ, ସେହିପରି ଆତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ପୁଣି ଏକ ନୂତନ ଶରୀରକୁ ଧାରଣ କରିଥାଏ। ମନୁଷ୍ୟ ଶରୀରରେ 10ଟି ରନ୍ଧ୍ର ବା 10ଟି ଦ୍ୱାର ରହିଅଛି, ଯେଉଁ ଦ୍ୱାର ବାଟେ ଆତ୍ମା ମୃତ୍ୟୁ ସମୟରେ ଶରୀରରୁ ବାହାରକୁ ବାହାରିଥାଏ। ଏହି 10 ଗୋଟି ଦ୍ୱାର ହେଉଛି ମନୁଷ୍ୟର 2 ଗୋଟି ଆଖି, 2 ଗୋଟି କାନ, 2 ଗୋଟି ନାସିକା, ମୁଖ, ମଳଦ୍ୱାର, ମୂତ୍ରଦ୍ୱାର ଏବଂ ବ୍ରହ୍ମରନ୍ଧ୍ର। କେଉଁ ଦ୍ୱାର ବାଟେ ମଣିଷର ପ୍ରାଣପକ୍ଷୀ ବାହାରକୁ ବାହାରିବ ବା ଆତ୍ମା ଶରୀରକୁ ତ୍ୟାଗ କରିବ, ତାହା ନିର୍ଭର କରିଥାଏ ମଣିଷର ଶାରୀରିକ ଅବସ୍ଥା, ମାନସିକ ଅବସ୍ଥା, ସଞ୍ଚିତ କର୍ମ, ପାପ, ପୁଣ୍ୟ ଇତ୍ୟାଦି ଉପରେ। ଆସନ୍ତୁ ଗୋଟି ଗୋଟି କରି ପ୍ରତ୍ୟେକ ଦ୍ୱାର ବିଷୟରେ ଜାଣିବା। କେଉଁ ଦ୍ୱାରରେ ପ୍ରାଣ ବାହାରିଲେ ତାହା କ'ଣ ସଂକେତ ଦେଇଥାଏ, ମନୁଷ୍ୟର କିଭଳି ଭାବେ ଜୀବନଯାପନ କରିଥାଏ ଏବଂ ତାର କେଉଁ ଦ୍ୱାରରେ ପ୍ରାଣ ବାହାରିଲେ ଆମେ ଜାଣିପାରିବା ତାର ପ୍ରାଣ କେଉଁ ଗତି ଲାଭ କରିବ ଏବଂ ତା ସହିତ ଆସନ୍ତୁ ଜାଣିବା କେତେ କଷ୍ଟ ହୁଏ ମନୁଷ୍ୟର ପ୍ରାଣ ବାହାରିବା ସମୟରେ। ଆଖି ହେଉଛି ମନୁଷ୍ୟର ସବୁଠାରୁ ମୁଖ୍ୟ ଇନ୍ଦ୍ରିୟ। ଆଖି ଦ୍ୱାରା ଆମେ ସଂସାରକୁ ଦେଖିଥାଉ। ଆଖି ବାଟେ ଯେତେବେଳେ ପ୍ରାଣ ବାହାରିଥାଏ, ସେହି ସମୟରେ ମନୁଷ୍ୟକୁ ଆଖିରେ ବହୁତ କଷ୍ଟ ହୋଇଥାଏ, ଆଖି ନିସ୍ତେଜ ହୋଇଯାଇଥାଏ ଏବଂ ଆମେ ଜାଣିପାରିବା ଯେତେବେଳେ ମନୁଷ୍ୟର ଚାରିକଡ଼େ ତାର ପରିବାରଜନ ବସି ରହିଥାନ୍ତି ଏବଂ ମୃତ୍ୟୁ ସମୟରେ ସେ ସେଇମାନଙ୍କୁ ଦେଖୁଥାଏ, ସେଇମାନଙ୍କ ମୋହ ମାୟାରେ ସେ ଫସି ଯାଇଥାଏ, ସେଇଭଳି ବ୍ୟକ୍ତିଙ୍କର ଆଖିରୁ ହିଁ ପ୍ରାଣ ବାହାରିଥାଏ। ଯେଉଁ ବ୍ୟକ୍ତିମାନଙ୍କର ନିଜ ପରିବାରରେ, ନିଜ ସଂସାରରେ ଅଧିକ ଦିନ ବଞ୍ଚିବାର ଇଚ୍ଛା ଥିବ, ସେଇମାନଙ୍କର ମଧ୍ୟ ଆଖିରୁ ପ୍ରାଣ ବାହାରିଥାଏ। ତେବେ ପ୍ରତ୍ୟେକ ଜିନିଷର ନକାରାତ୍ମକ ସହିତ ସକାରାତ୍ମକ ଦିଗ ମଧ୍ୟ ରହିଛି। ଯଦି ମୃତ୍ୟୁ ସମୟରେ ମଣିଷ ଆଖି ଆଗରେ ଈଶ୍ୱରଙ୍କ ମୂର୍ତ୍ତି ବା ଈଶ୍ୱରଙ୍କ ଫଟୋ ସ୍ଥାପନ କରିଥାଏ ବା କଳ୍ପନା କରିଥାଏ, ତାହେଲେ ତାର ଆତ୍ମାର ଦିବ୍ୟଗତି ଲାଭ ହୋଇଥାଏ। କାନ ବାଟେ ପ୍ରାଣ ବାହାରିବା। ବହୁତ କମ କ୍ଷେତ୍ରରେ କାନ ବାଟେ ପ୍ରାଣ ବାହାରିଥାଏ। କେଉଁ ବାଟେ ପ୍ରାଣ ବାହାରିବ, ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ କେଉଁଟି, ତାହା ଶରୀରର ଅବସ୍ଥା ଉପରେ ନିର୍ଭର କରିଥାଏ। ବ୍ୟକ୍ତି ଜୀବନ ସାରା କେଉଁ ଇନ୍ଦ୍ରିୟ ଉପରେ ଅଧିକ ଧ୍ୟାନ ଦେଇଛି, ଯେଉଁମାନେ କର୍ଣ୍ଣକୁ ଅଧିକ ବ୍ୟବହାର କରିଥାନ୍ତି, ସାଧାରଣତଃ ଯେଉଁମାନଙ୍କର ଦୃଷ୍ଟିଶକ୍ତି ନଥାଏ ବା ଯେଉଁମାନେ ସଙ୍ଗୀତ କ୍ଷେତ୍ରରେ ଅଧିକ ଆଗକୁ ଯାଇଥାନ୍ତି, କାନରେ ବିଭିନ୍ନ ପ୍ରକାରର ଧ୍ୱନି ଶୁଣନ୍ତି, ସେହି ଧ୍ୱନି ପ୍ରତି ଆକର୍ଷିତ ହୋଇଥାନ୍ତି କିମ୍ବା
ଯଦି ଆମେ ସକାରାତ୍ମକ ଦୃଷ୍ଟିରୁ ଦେଖିବା, ଯେଉଁମାନଙ୍କ କାନରେ ବ୍ରହ୍ମନାଦ ଶୁଣାଯାଇଥାଏ ସେହିମାନଙ୍କର କାନ ବାଟେ ପ୍ରାଣ ବାହାରିଥାଏ। ନାକ ବାଟେ ପ୍ରାଣ ବାହାରିବା ଗୋଟିଏ ଶୁଭ କଥା। ଯେଉଁମାନେ ଜୀବନ ସାରା ଭକ୍ତିରେ ଲୀନ ହୋଇଥାନ୍ତି, ଶ୍ୱାସ ପ୍ରଶ୍ୱାସରେ ଈଶ୍ୱରଙ୍କୁ ଅନୁଭବ କରିଥାନ୍ତି, ଈଶ୍ୱରଙ୍କ ନାମ ଜପ କରିଥାନ୍ତି ଏବଂ ପ୍ରାଣାୟାମ ଦ୍ୱାରା ପ୍ରାଣ ଶକ୍ତିକୁ ନିୟନ୍ତ୍ରଣରେ ରଖିଥାନ୍ତି, ସେହିମାନଙ୍କ ନାକ ବାଟେ ପ୍ରାଣ ବାହାରିଥାଏ। ଏହା ଅତ୍ୟନ୍ତ ଶୁଭ ସୂଚନା ହୋଇଥାଏ। ତାଙ୍କର ପ୍ରାଣର ସଦ୍ଗତି ନିଶ୍ଚିନ୍ତ ଭାବରେ ହୋଇଥାଏ। ମୁଖ ବାଟେ ବା ପାଟି ବାଟେ ପ୍ରାଣ ବାହାରିବା ସ୍ୱର୍ଗ ପ୍ରାପ୍ତିର ସଂକେତ ଅଟେ। ଯେଉଁ ବ୍ୟକ୍ତି ଜୀବନ ସାରା ଧର୍ମକର୍ମ କରିଥାଏ, ମୁହଁରେ ବାରମ୍ବାର ଈଶ୍ୱରଙ୍କର ନାମ ନେଇଥାଏ, ମନ୍ତ୍ର ଶ୍ଲୋକ ଇତ୍ୟାଦି ପାଠ କରିଥାଏ, ସତ୍ ବଚନ କହିଥାଏ, କାହାର ନିନ୍ଦା କରିନଥାଏ, ସେହିଭଳି ବ୍ୟକ୍ତିଙ୍କର ପ୍ରାଣ ମୁହଁ ବାଟେ ବାହାରିଥାଏ, ଯାଦ୍ୱାରା ତାର ପ୍ରାଣର ନିଶ୍ଚିନ୍ତ ଭାବରେ ଦିବ୍ୟଗତି ଲାଭ ହୋଇଥାଏ। ଉତ୍ସର୍ଜନ ଅଙ୍ଗ ବା ମଳମୂତ୍ର ଦ୍ୱାର ବାଟେ ପ୍ରାଣ ବାହାରିବା ଅଶୁଭ ସଂକେତ ହୋଇଥାଏ। ଯେଉଁ ବ୍ୟକ୍ତି ସଂସାରର ମୋହମାୟାରେ ଜୀବନ ସାରା ବିତାଇଥାନ୍ତି, ସେହିମାନଙ୍କର ଏହି ବାଟରେ ପ୍ରାଣ ବାହାରିଥାଏ। ମଲା ବେଳେ ସେମାନେ ମଳମୂତ୍ର ତ୍ୟାଗ କରିଦେଇଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ଏହିଭଳି ଆତ୍ମା ବହୁତ ସ୍ୱାର୍ଥପରାୟଣ, ବହୁତ ଲୋଭୀ ହୋଇଥାନ୍ତି ଏବଂ ବିଷୟ ବାସନାରେ ସବୁବେଳେ ବୁଡ଼ି ରହିଥାନ୍ତି। ସେଭଳି ଆତ୍ମାର ଦୁର୍ଗତି ହୋଇଥାଏ। ସେମାନେ ନରକ ଯନ୍ତ୍ରଣା ପ୍ରାପ୍ତି କରନ୍ତି କିମ୍ବା ପୁନର୍ଜନ୍ମ ଲାଭ କରି ପୃଥିବୀ ପୃଷ୍ଠରେ କରିଥିବା ପାପକର୍ମର ଫଳ ବାରମ୍ବାର ଭୋଗିଥାନ୍ତି। ଯେଉଁ 9ଟି ବାଟ ବା 9ଟି ଦ୍ୱାର ବିଷୟରେ ଆପଣମାନଙ୍କୁ କହିଲି, ପ୍ରତ୍ୟେକ ଦ୍ୱାର ବାଟେ ଯେତେବେଳେ ପ୍ରାଣ ବାହାରେ, ସମ୍ଭାବନା ଥାଏ ଆତ୍ମା ପୁଣି ଗୋଟିଏ ଶରୀର ଧାରଣ କରିବ କିମ୍ବା ସ୍ୱର୍ଗ ଅର୍ଥାତ୍ ନର୍କକୁ ଯାଇ ପୁଣି କିଛି ସମୟ ଅତିବାହିତ କରି ପୃଥିବୀ ଲୋକକୁ ଆସିବ, ପୁନର୍ଜନ୍ମ ଲାଭ କରିବ ଏବଂ ପାପ ପୁଣ୍ୟର ସଂସାରରେ ଫସି ରହିବ। ମଣିଷ ଶରୀରର ଏହି ସଂରଚନାକୁ ଯୋଗୀ ମୁନୀଷୀମାନେ ଜାଣିଥାନ୍ତି, ତେଣୁ ସେମାନେ ନିଜର ଆତ୍ମାକୁ ମୋକ୍ଷ ପ୍ରଦାନ କରିବା ପାଇଁ ଦଶମ ଦ୍ୱାର ବା ବ୍ରହ୍ମରନ୍ଧ୍ର ବାଟେ ଆତ୍ମାକୁ ଛାଡ଼ିଥାନ୍ତି, ଯାଦ୍ୱାରା ସେମାନଙ୍କ ଆତ୍ମା ପୁଣି ଧରାପୃଷ୍ଠକୁ ଫେରି ନଥାଏ, ଈଶ୍ୱରଙ୍କ ଠାରେ ଲୀନ ହୋଇଯାଇଥାଏ। ଯତ୍ ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମ ପରମଂ ମମ। ସ୍କ୍ରିନ୍ ଉପରେ ଯେଉଁ ଚିତ୍ର ଆପଣଙ୍କୁ ଦେଖାଉଛି, ତାହା ବ୍ରହ୍ମରନ୍ଧ୍ରର ଚିତ୍ର। ମଣିଷର ଖପୁରୀର ଠିକ୍ ମଧ୍ୟଭାଗରେ ତାହା ଥାଏ। ତେବେ ଆତ୍ମାକୁ ସେ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସହସ୍ରାର ଚକ୍ରକୁ ଭେଦନ କରିବାକୁ ହୋଇଥାଏ। ସହସ୍ରାର ଚକ୍ର ହେଉଛି ସୂକ୍ଷ୍ମ ଶରୀରର ଏକ ସ୍ନାୟୁଗୁଚ୍ଛ। ଯେଉଁମାନେ ବାରମ୍ବାର ଧ୍ୟାନ କରିଥାନ୍ତି, ଗୁରୁଙ୍କର ଦୀକ୍ଷା ନେଇ ଈଶ୍ୱରଙ୍କ ନାମକୁ ଧ୍ୟାନ କରନ୍ତି, ସେମାନେ ଗୁରୁଙ୍କର ଆଶୀର୍ବାଦରେ ଏବଂ ଈଶ୍ୱରଙ୍କର ଆଶୀର୍ବାଦରେ ନିଜର ଆତ୍ମାକୁ ସେହି ସହସ୍ରାର ଚକ୍ର ପର୍ଯ୍ୟନ୍ତ ପ୍ରେରିତ କରାଇ ପାରିଥାନ୍ତି, ଯାଦ୍ୱାରା ସେମାନେ ମୃତ୍ୟୁ ପୂର୍ବରୁ ମଧ୍ୟ ନିଜର ଆତ୍ମାକୁ ମୃତ୍ୟୁର ଅନୁଭବ କରାଇଥାନ୍ତି ଏବଂ ତାଙ୍କର ଏହି ବ୍ରହ୍ମରନ୍ଧ୍ର ଖୋଲିଯିବା ପରେ ସେମାନଙ୍କର ପ୍ରାଣକୁ ସେମାନେ ନିୟନ୍ତ୍ରଣକୁ ଆଣିଥାନ୍ତି, ନିଜ ଆୟୁଷକୁ ବଢ଼ାଇ ପାରନ୍ତି ଏବଂ ମୃତ୍ୟୁର ଠିକ୍ ପୂର୍ବରୁ ଆବଶ୍ୟକ ପଡ଼ିଲେ ନିଜ ଶରୀରକୁ ତ୍ୟାଗ କରି ଆତ୍ମାକୁ ବୈକୁଣ୍ଠ ଲୋକକୁ ପଠାଇ ପାରନ୍ତି। ଆସନ୍ତୁ ଜାଣିବା ମୁଖ୍ୟ ପ୍ରଶ୍ନର ଉତ୍ତର। ପ୍ରାଣ ଶରୀର ଛାଡ଼ିବା ବେଳେ କେତେ କଷ୍ଟ ହୁଏ? ଯେଉଁ ବ୍ୟକ୍ତିମାନେ ସାଧାରଣତଃ 9ଟି ଦ୍ୱାର ଦେଇ ନିଜର ପ୍ରାଣତ୍ୟାଗ କରିଥାନ୍ତି, ସେମାନଙ୍କର ସେହି 9ଟି ଦ୍ୱାରରେ ବିଭିନ୍ନ ପ୍ରକାରର କଷ୍ଟ ସେମାନେ ଅନୁଭବ କରିଥାନ୍ତି। ମୃତ୍ୟୁ ସମୟରେ ସ୍ନାୟୁ ଶିଥିଳ ପଡ଼ିଯାଇଥାଏ। ଯେଉଁ ଦ୍ୱାର ଦେଇ ଆତ୍ମା ବାହାରିଥାଏ, ସେ ଦ୍ୱାର ଫାଟିଗଲା ପରି ଲାଗିଥାଏ। ମୃତ୍ୟୁ ସମୟରେ କାନକୁ ଶୁଭିବା ବନ୍ଦ ହୋଇଯାଇଥାଏ, ଆଖିକୁ ଠିକ୍ ଭାବରେ ଦେଖାଯାଏ ନାହିଁ, ପାଟିରୁ ଲାଳ ବାହାରି ଯାଇଥାଏ, ମଳମୂତ୍ର ତ୍ୟାଗ ମଧ୍ୟ ହୋଇଯାଇଥାଏ। ଏଭଳି କଷ୍ଟ ସେଇମାନେ ଭୋଗିଥାନ୍ତି ଯେଉଁମାନେ ଧୀରେ ଧୀରେ ମରିଥାନ୍ତି। ବିଭିନ୍ନ ପ୍ରକାର ରୋଗରେ ପଡ଼ି ବା ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଏଇଭଳି କଷ୍ଟ ଅନୁଭବ କରନ୍ତି। ସେମାନଙ୍କୁ ଭଗବାନ ଗୋଟିଏ ସୁଯୋଗ ଦେଇଥାନ୍ତି ମୃତ୍ୟୁ ପୂର୍ବରୁ ଈଶ୍ୱରଙ୍କୁ ସ୍ମରଣ କରିବା ପାଇଁ।
କିନ୍ତୁ ଯେଉଁମାନେ ଅକାଳ ମୃତ୍ୟୁବରଣ କରନ୍ତି, ବିଭିନ୍ନ ପ୍ରକାର ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରନ୍ତି, ସେମାନେ ଈଶ୍ୱରଙ୍କ ନାମ ନେବା ପାଇଁ ସମୟ ପାଇନଥାନ୍ତି। ମୃତ୍ୟୁକୁ ସେମାନେ ସାଧାରଣତଃ ଅନୁଭବ କରିପାରିନଥାନ୍ତି। ଗୋଟିଏ ଦୁର୍ଘଟଣା ହେଲେ ଏତେ କମ ସମୟରେ ପ୍ରାଣ ବାହାରିଯାଏ ଯେ ମଣିଷ ଜାଣିପାରେ ନାହିଁ ଯେ ସେ ମରିଯାଇଛି ବୋଲି। ସେ ମୃତ୍ୟୁକୁ ଅନୁଭବ କରିପାରେ ନାହିଁ। ଯେଉଁ ଜାଗାରେ ଦୁର୍ଘଟଣା ହୋଇଯାଇଥାଏ, ଶରୀରର ଯେଉଁ ଅଙ୍ଗରେ ଦୁର୍ଘଟଣା ବା ମାଡ଼ ହୁଏ, ସେହି ବାଟ ଦେଇ ପ୍ରାଣ ବାହାରିବାର ସମ୍ଭାବନା ବହୁତ ରହିଥାଏ। ଯେଉଁମାନେ ହତ୍ୟାର ଶିକାର ହୁଅନ୍ତି, ଯେଉଁ ବାଟେ ହତ୍ୟା କରାଯାଇଥାଏ, ଯେଉଁ ଅଙ୍ଗ ପ୍ରତି ଆହତ କରାଯାଇଥାଏ, ସେହି ବାଟେ ପ୍ରାଣ ବାହାରିବାର ସମ୍ଭାବନା ମଧ୍ୟ ଅଧିକ ପରିମାଣରେ ରହିଥାଏ। ଯଦି ମଣିଷ ଜୀବନ ସାରା ବିଭିନ୍ନ ପ୍ରକାରର ବିଷୟ ବାସନାରେ ଲିପ୍ତ ରହିଥାଏ, ମୋହମାୟାରେ ଲିପ୍ତ ରହିଥାଏ, ତାହେଲେ ତାର ପ୍ରାଣ ଗଲାବେଳକୁ ସେ ବହୁତ କଷ୍ଟ ପାଇଥାଏ। ଯଦି ଜୀବନର ସମସ୍ତ ସତ୍ୟକୁ ସେ ସ୍ୱୀକାର କରିନଥାଏ, ତାହେଲେ ମଧ୍ୟ ତାର ପ୍ରାଣ ସହଜରେ ବାହାରି ନଥାଏ। ଅଶୁଭ ଦିନରେ, ଅଶୁଭ ସମୟରେ ମଣିଷ ମୃତ୍ୟୁବରଣ କରିଥାଏ, ଯାଦ୍ୱାରା ତାର ଆତ୍ମା ବିଭିନ୍ନ ପ୍ରକାରର ଜୀବ, ଅଶରୀରୀ ଇତ୍ୟାଦି ଶରୀର ପାଇଥାଏ ଏବଂ ବାରମ୍ବାର ନର୍କ ଯନ୍ତ୍ରଣାରେ ପଡ଼ି ସଂସାର ମାୟାରେ ଘୂରି ବୁଲୁଥାଏ। ଯଦି ମନୁଷ୍ୟ ନିଜର କର୍ମ ଦ୍ୱାରା ନିଜର ପ୍ରାଣ ଶକ୍ତିକୁ ନିୟନ୍ତ୍ରଣ କରିଥାଏ, ଯୋଗାଭ୍ୟାସ ଦ୍ୱାରା, ଭକ୍ତି ଦ୍ୱାରା ଏବଂ ଜ୍ଞାନ ଦ୍ୱାରା ଠିକ୍ କର୍ମ କରିଥାଏ, ତାହେଲେ ମଣିଷର ଆତ୍ମା ଯେକୌଣସି ଅଙ୍ଗ ବାଟେ ବାହାରେ ନିଶ୍ଚିତ ଭାବରେ ତାହା ଶୁଭପ୍ରଦ ହୋଇଥାଏ। ମୁଖ୍ୟତଃ ନାସିକା ଏବଂ ମୁଖ ବାଟେ ଏଭଳି ପ୍ରାଣ ବାହାରିଥାଏ ଏବଂ ଆତ୍ମାର ସଦ୍ଗତି ହୋଇଥାଏ। ପ୍ରାଣ ବାହାରିବା ସମୟରେ କୌଣସି ପ୍ରକାର କଷ୍ଟ ହୋଇନଥାଏ। କୋଟି କୋଟି ଲୋକଙ୍କ ଭିତରେ ଗୋଟିଏ ଏବଂ କୋଟି କୋଟି ଜନ୍ମ ପରେ ଗୋଟିଏ ଜନ୍ମରେ ହିଁ ମୋକ୍ଷ ପାଇବାର ସାମର୍ଥ୍ୟ ମିଳିଥାଏ। ଗୁରୁଙ୍କ କୃପାରୁ, ଈଶ୍ୱରଙ୍କ କୃପାରୁ, ପିତାମାତାଙ୍କ ଆଶୀର୍ବାଦରୁ ମଣିଷ ବ୍ରହ୍ମରନ୍ଧ୍ର ଖୋଲିବାରେ ସଫଳ ହୋଇଥାଏ ଏବଂ ଈଶ୍ୱରଙ୍କର କୃପା ଯୋଗୁଁ ଏହି ବ୍ରହ୍ମରନ୍ଧ୍ର ବାଟେ ଯେତେବେଳେ ପ୍ରାଣ ଶକ୍ତିକୁ ମଣିଷ ତ୍ୟାଗ କରିଥାଏ, ସେତେବେଳେ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ, ଏହି ଭିଡିଓରୁ ଆଜି ଆମେମାନେ ଏହି ଶିକ୍ଷା ପାଇଲେ, ଯଦି ମୃତ୍ୟୁ ସତ୍ୟ, ତେବେ ମୃତ୍ୟୁ ପାଇଁ ପ୍ରସ୍ତୁତି ମଧ୍ୟ କରିବା ଆବଶ୍ୟକ। ଯେଭଳି ଜୀବନକୁ ଆମେମାନେ ବଞ୍ଚିବା ପାଇଁ, ଭଲରେ ବଞ୍ଚିବା ପାଇଁ ଚେଷ୍ଟା କରୁଛେ, ଜୀବନର କଳାକୁ ଆପଣଉଛେ, ସେହିପରି ମୃତ୍ୟୁର କଳାକୁ ମଧ୍ୟ ଆମେମାନେ ସ୍ୱାଗତ କରିବା ଆବଶ୍ୟକ, ଶିଖିବା ଆବଶ୍ୟକ। ଏହିଭଳି ବିଭିନ୍ନ ତଥ୍ୟ ଆପଣମାନଙ୍କ ନିକଟରେ ପହଞ୍ଚିବା ପାଇଁ ମୁଁ ପ୍ରଚେଷ୍ଟା କରୁଛି। ଆପଣମାନଙ୍କୁ ଅନୁରୋଧ, ଗପ ଅମୃତ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ କରିନିଅନ୍ତୁ।